କାଲି ମୁଁ କମ୍ପାନୀରେ କାମ କରୁଥିଲି ହଠାତ୍ କିଛି ନଥିଲା ଥଣ୍ଡା ମାଡ଼ି ବସିଲା ଆଉ ମୁଣ୍ଡ ବିନ୍ଧା ଆରମ୍ଭ ହେଲା। ମାନେ ଥଣ୍ଡା ଏତେ ଦିଗ ହେଲା ଯେ ମୁଁ କମ୍ପାନୀ କାମ କରୁଥାଏ, ଗୋଟେ ହାତରେ କାମ କରୁଥାଏ, ଗୋଟେ ହାତରେ ନାକ ପୋଛୁଥାଏ, ଏମିତି ଆରମ୍ଭ ହେଇଗଲା। ତଥାପି ସେଇଥିରେ ଡ୍ୟୁଟି କମ୍ପ୍ଲିଟ୍ କଲି ଆଉ କାମ ସାରିକିରି ଘରକୁ ଆସିଲି। ଆଉ ମେଡ଼ିସିନ ତ ରାତିରେ ତ ନଥିଲା, ଆଉ ସକାଳେ ଯାଇ ଆଣିକି ଆସିଲି। ମାନେ ମୋର ଆଖିର ଅବସ୍ଥା ମୁହଁର ଅବସ୍ଥା କେମିତି ଦେଖା ଜାଣିପାରୁଥିବେ। କିଛି ଦିନ ହେବ ଦେହ ଟିକେ ଟୋଟାଲ୍ ଭଲ ଲାଗୁନି, ସେଇଥିରେ ବି ମୁଁ ନିଜେ ଗୋଡ଼ରେ ନିଜେ ଠିଆ ହେଉଛି। ଆଉ ବର୍ତ୍ତମାନ ଚିକେନ୍ ଯାଇଥିଲି ଆଣିବା ପାଇଁ, ଆଉ ଚିକେନ୍ ଆଣିକିରି ଆସିଲି, ଧୀରେ ଧୀରେ ଗଲି ଆସିଲି। ଫେର୍ ବି ଯଦି କର୍ତ୍ତବ୍ୟ ନିଜ କର୍ତ୍ତବ୍ୟରୁ ହେଳା କରୁଛ, ତାହେଲେ କିଛି ନା କିଛି ତୁମକୁ ପଦେ ଶୁଣିବା ପାଇଁ ମିଳିବ। ତାହା ଅପେକ୍ଷା କରିଦେବା, ଯେତେ କଷ୍ଟ ହେଉଥାଉ ନା କାହିଁକି ତାହା ଅପେକ୍ଷା କରିଦେବା ସବୁଠୁ ଭଲ। ତୁମକୁ ଯେତେ କଷ୍ଟ ହେଉଥାଉ ନା କାହିଁକି। ଦିନକୁ ଦିନ ଏମିତି ଦେହ ଖରାପ ହେବାକୁ ଲାଗିଲାଣି, ଆଉ କିଛି ଭଲ ବି ଲାଗୁନି। ଆଜି ଦିନମାନ ସାରା ମୁଣ୍ଡ ଏତେ ଜୋରେ ବିନ୍ଧା ହେଉଛି। ଆଜି ଦିନମାନ ସାରା ଏମିତି ମୁଣ୍ଡ ବିନ୍ଧା ହେଉଛି, ଗୋଟେ ମେନ୍ଥ ପ୍ଲସ୍ ଅଧା ସାରି ସାରିଲାଣି। ତ ଏମିତି ହେଲେ ଆଗକୁ ଏମିତି ହେଲେ ଆଗକୁ ବହୁତ ଖରାପ ହେବ। ସେଥିପାଇଁ ଆଗରୁ ସତର୍କ ହେବାକୁ ପଡ଼ିବ ଯାହା ବି ହେଉ। ଭାବୁଥିଲି ଗୋଟେ ମାସ କଣ୍ଟିନ୍ୟୁ ଏମିତି ରହିଯାଇଥାନ୍ତି, ତାପରେ ଗାଁକୁ ଯାଇଥିଲେ, ଗାଁରେ ଟିକେ ଦେଖେଇଥିଲେ ଟିକେ କମ୍ ଖର୍ଚ୍ଚ ହେଇଥାନ୍ତା। ତଥାପି ଚଷମା ଏମିତି ନହେଲେ ନ ହେଉଛି, ମୋତେ ଏବେ ମେଡ଼ିକାଲ ତୁରନ୍ତ ଯିବାକୁ ପଡ଼ିବ। ବେଶୀ ଦିନ ଛୁଟି ବି ହେଇଗଲେ ସେମାନେ ବି ରଖିବେନି, ପଛରେ ବାହାର କରିଦେବେ କିଛି ଗୋଟେ। ଯାହା ବି ହେଉ, ଏବେ ମୁଁ ବସ୍କୁ ଅପେକ୍ଷା କରିଛି। ଏବେ ଯିବାକୁ ପଡ଼ିବ, ବସ୍ ଷ୍ଟାଣ୍ଡ ଯିବାକୁ ପଡ଼ିବ, ଆଉ ଯାଇକରି ମେଡ଼ିକାଲରେ ପହଞ୍ଚିବାକୁ ପଡ଼ିବ। ପହଞ୍ଚିକି ଚଷମା ଆଜି ଆଖି ଦେଖେଇଲେ କାଲି ପରଦିନ ସୁଦ୍ଧା 2 ଦିନ ଭିତରେ ତୁମକୁ ଚଷମା ମିଳିଯିବ। ଏମିତି ମାନେ ଭଏସ୍ରୁ ଆଉ ମୋ ଆଖିରୁ ମୁହଁରୁ ଜାଣିପାରୁଥିବେ ମୋର ମାନେ ଦିନ ଦିନ କେମିତି ଦେହ ଖରାପ ହେବାକୁ ଲାଗିଲାଣି। ମୁଁ ଜାଣିପାରୁନଥିଲି, ମୁଁ ଭାବୁଥିଲି ଟିକେ ଆଡ଼ଜଷ୍ଟ କରିଥାନ୍ତି, ତଥାପି ହେଲାନି। ତ ଅତ୍ୟଧିକ ଦେହ ଖରାପ ହେଲା, ତ ଯାହା ବି ହେଲେ ଯିବା ପାଇଁ ପଡ଼ିବ, ନହେଲେ ଦେହ ଅତ୍ୟଧିକ ଖରାପ ହେଇଯିବ। ଥଣ୍ଡା ବି ଛାଡ଼ୁନି, ଏପଟେ ମୁଣ୍ଡ ବିନ୍ଧା ହେବ, ସେପଟେ ଥଣ୍ଡା, ଏପଟେ ଆହୁରି ବିରକ୍ତ ଲାଗିଯାଉଛି। ଏମିତି ନା ଭିଡ଼ିଓ କରିହେଉଛି ଠିକ୍ସେ, ନା କାହାକୁ ଟିକେ ସପୋର୍ଟ କରିହେଉଛି, ନା ଠିକ୍ସେ ଗୋଟେ ସାମ୍ନା ବାଲା ଯେ କ'ଣ କହୁଛି, ମାନେ ଏତେ ଇରିଟେଟ୍ ଲାଗୁଛି। ନା ଘରୁ ଫୋନ୍ ଆସିଲେ, ନା ଭାଇ ଭଉଣୀ ଫୋନ୍ କଲେ ବି କଥା ହେଇଯାଉଛି ଠିକ୍ସେ।